ତାକୁ ଭୁଲିବାକୁ ମୋ ପାଇଁ ଅନେକ କଷ୍ଟକର ହୋଇପଡ଼ୁଥିଲା। 7 ବର୍ଷର ପ୍ରେମ କିଛି କମ୍ ନଥିଲା। ଏହି 7 ବର୍ଷ ଭିତରେ ଆମେ ଅନେକ ସ୍ମୃତି ସାଉଁଟିଥିଲୁ। ହେଲେ ସେ ସବୁ ସ୍ମୃତିକୁ ଭୁଲି ଖୁସିରେ ଥିଲା, ଆଉ ମୁଁ ତା ସ୍ମୃତିକୁ ନେଇ ସାରା ଜୀବନ କାଟିବାକୁ ଚେଷ୍ଟା କରୁଥିଲି। ହେଲେ ହଠାତ୍ ଦିନେ ତା ସହିତ ମୋର ରାସ୍ତାରେ ଦେଖା ହୋଇଗଲା। ସାଙ୍ଗରେ ଗୋଟେ ଛୁଆ ଥିଲା, ବୟସ 5 ବର୍ଷରୁ 7 ବର୍ଷ ହେବ। ନ ଚିହ୍ନିଲା ଭଳି ଚାଲି ଯାଉଥିଲା, ହେଲେ ସାମ୍ନା ସାମ୍ନି ହୋଇଗଲା। କାହା ପାଟିରେ କିଛି କଥା ନଥିଲା। ତାର ସେ ନୀରବତା କିନ୍ତୁ ଅନେକ କଥା କହୁଥିଲା। ସେ କିଛି ଭାବିବ ବୋଲି ମୁଁ ସାଇଡ୍ ହେଇ ଯିବାକୁ ଉଚିତ ମନେ କଲି। ହେଲେ ସେ ମୋତେ ପଛରୁ ଡାକିଲା, ପ୍ରତୀକ। ତାର ସେ ଡାକରେ ଜିଅନ୍ତା ଶବ ଭଳି ବଞ୍ଚିଥିବା ମଣିଷଟା ଭିତରେ ଯେମିତି ଗୋଟେ ଶିହରଣ ଖେଳିଗଲା। ମୁଁ ଜାଣିସାରିଥିଲି ସେ ଅନେକ ଦୁଃଖ ଭିତରେ ଥିଲା। ଆଜି ଏମିତି ଏକ ଦୁଃଖଦ ପ୍ରେମ କାହାଣୀ ସହିତ ଆପଣଙ୍କ ପ୍ରତାପ ଆପଣଙ୍କ ସାମ୍ନାକୁ ନେଇ ଆସିଛି, ଯାହାକୁ ଶୁଣିଲେ ଆପଣ କହିବେ, କ'ଣ ପ୍ରେମ ଏମିତି ବି ହେଇପାରେ? ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ପ୍ରେମ ଭରା ଦୁଃଖଦ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ମୋତେ ଏତେ ଭଲ ପାଇବା ଦେଲେଣି ଯେ ମୋର ଆପଣଙ୍କ ସହିତ ପ୍ରେମ ହୋଇଗଲାଣି। ମେସେଞ୍ଜରରେ ଏତେ ମେସେଜ ଆଉ କଲ୍ ଆସୁଛି ଯେ ମୁଁ ରିପ୍ଲାଏ ଦେବାକୁ ସମୟ ପାଉନି, କିନ୍ତୁ ରିପ୍ଲାଏ ନିଶ୍ଚୟ ଦେଉଛି। ଯେତେ ବ୍ୟସ୍ତ ଥିଲେ ବି ଫ୍ରି ହେଲେ ନିଶ୍ଚିତ ଆପଣଙ୍କ ମେସେଜର ରିପ୍ଲାଏ ଦେଉଛି, ଆଉ ଦେବି ମଧ୍ୟ। ଆପଣମାନେ ମୋ ଉପରେ ଜମା ବି ରାଗିବେନି। ଆସିବା କାହାଣୀକୁ। ସୁମି ସହିତ ମୋର ପ୍ରଥମ ଦେଖା ଟ୍ରେନରେ ଦିଲ୍ଲୀ ଗଲାବେଳେ ହେଇଥିଲା। ଦେଖିବାକୁ ଖୁବ୍ ସୁନ୍ଦରଟେ ଥିଲା। ଗୋଟେ କମ୍ପାର୍ଟମେଣ୍ଟରେ ଆମ 2 ଜଣଙ୍କ ସିଟ୍ ଥିଲା। ତାର ଉପର ବର୍ଥ ଥିଲା ଆଉ ମୋର ତଳ ବର୍ଥ। ସେ ମୋ ସିଟ୍ରେ ବସିଥିଲା, ଆଉ ମୁଁ ଉଠି ବାଥରୁମ୍କୁ ଗଲାବେଳେ ସେ ଝରକା ପାଖକୁ ଘୁଞ୍ଚି ଯାଇଥିଲା। ଆଉ ସେଇଟା ହିଁ ଆମ ପ୍ରେମର ପ୍ରଥମ ସୋପାନ ଥିଲା। ମୁଁ ବାଥରୁମ୍ରୁ ଫେରିଲା ପରେ ସେ ଘୁଞ୍ଚି ଆସି ମୋତେ ସିଟ୍ଟା ଦେବାକୁ ଚେଷ୍ଟା କରୁଥିଲା। ମୁଁ କହିଲି, ନାଇଁ ଆଜ୍ଞା, ବସନ୍ତୁ, କିଛି ଅସୁବିଧା ନାହିଁ। ବାସ୍ ଆରମ୍ଭ ହୋଇଯାଇଥିଲା କଥାବାର୍ତ୍ତା। ସେ ଦିଲ୍ଲୀ ତା ମାମୁଁ ଘରକୁ ଯାଉଥିଲା, ଆଉ ମୁଁ ଅଫିସ୍ କାମରେ ଯାଉଥିଲି। ଏମିତି ବସି କଥା ହେବା ଭିତରେ ଆମେ ପରସ୍ପର ବିଷୟରେ କହିଦେଇଥିଲୁ। ଆରମ୍ଭ ହୋଇଯାଇଥିଲା ବନ୍ଧୁତା। ରାତିରେ ଶୋଇବାକୁ ସେ ଉପର ବର୍ଥକୁ ଗଲାବେଳେ ମୁଁ କହିଲି, ନାଇଁ ସୁମି, ତମେ ତଳେ ଶୋଇପଡ଼, ମୁଁ ତମ ସିଟ୍କୁ ଯାଉଛି। 2 ଦିନର ଯାତ୍ରା ଭିତରେ ସମୟ ଟିକିଏ ବି ଜଣାପଡ଼ିନଥିଲା। ଟ୍ରେନ୍ରୁ ଓହ୍ଲାଇଲା ବେଳେ ସାଙ୍ଗ ହୋଇ ଷ୍ଟେସନ ବାହାରକୁ ବାହାରିଲୁ। ମୁଁ ତା ନମ୍ବରଟା ମାଗିବା ପୂର୍ବରୁ ସେ ମୋ ନମ୍ବରଟା ମାଗି ଦେଇଥିଲା। ସେ କିଛି ଦିନ ଦିଲ୍ଲୀରେ ରହିବ ବୋଲି କହିଥିଲା। ମୋର 3 ଦିନ ପରେ ଫେରିବାର ଟିକେଟ୍ ଥିଲା। ଓଡ଼ିଶା ଆସିଲେ ଦେଖାହେବ କହି ଉଭୟ ଅଲଗା ଅଲଗା ଟ୍ୟାକ୍ସିରେ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲି ଯାଇଥିଲୁ। ମୁଁ କାମ ସାରି ହୋଟେଲରେ ପହଞ୍ଚି ଫ୍ରେଶ୍ ହେଉଥିଲା ବେଳେ ଫୋନ୍ଟା ବାଜି ଉଠିଲା, ଆଉ ଦେଖିଲି ସୁମିର କଲ୍। ଫୋନ୍ ଉଠେଇ କହିଲି, ହଁ ସୁମି, କୁହନ୍ତୁ। ସେ କହିଲା, କୁହନ୍ତୁ କ'ଣ, କୁହ ବୋଲି କହିପାରୁନ? ବାସ୍ ସେବେଠୁ ଆପଣରୁ ତମେ ଆଉ କୁହନ୍ତୁରୁ କୁହ ହୋଇଯାଇଥିଲା। ମୁଁ କାମ ସାରି ଦିଲ୍ଲୀରୁ ପଳେଇ ଆସିଥିଲି। ତା ଭିତରେ ଆମର ପ୍ରାୟ ସବୁଦିନ ଫୋନ୍ରେ କଥା ହେବା ଆରମ୍ଭ ହୋଇଯାଇଥିଲା। ସେ ଓଡ଼ିଶା ଆସିବା ପରେ ମୋତେ କଲ୍ କଲା, ଆଉ କେଉଁଠି ଦେଖାହେବ ବୋଲି ପଚାରିଲା। ମୋର ମନେ ଅଛି, ମୁଁ ତାକୁ ଫରେଷ୍ଟ ପାର୍କରେ ଦେଖା କରିବାକୁ କହିଥିଲି, ଆଉ ସେ ଆସିଥିଲା। ସେଦିନ ଓଡ଼ିଶାରେ ଆମର ପ୍ରଥମ ଦେଖା ଥିଲା। ସେଦିନ ଆମେ ଅନେକ କଥା ହେଇଥିଲୁ। ସେ ମୋତେ କିଛି କହିବାକୁ ଚାହୁଁଥିଲା, ହେଲେ କାହିଁକି କେଜାଣି ସବୁ କଥାଗୁଡ଼ା ତାର ସେ ଓଠ ପାଖରୁ ଫେରି ଯାଉଥିଲା। ସବୁଦିନ ଫୋନ୍ରେ କଥାବାର୍ତ୍ତା, ସବୁବେଳେ ଦେଖା ସାକ୍ଷାତ ଭିତରେ ଆମ ବନ୍ଧୁତା ପ୍ରେମରେ ପରିଣତ ହୋଇଯାଇଥିଲା। ସେ ଦିନେ ମୋତେ ସାହସ କରି କହିଦେଇଥିଲା। ତା ପାଟିରୁ ଭଲ ପାଇବା କଥା ଶୁଣି ମୋ ଖୁସିର ସୀମା ନଥିଲା। ସେବେଠୁ ଆରମ୍ଭ ହୋଇଯାଇଥିଲା ପ୍ରେମର ଏକ ନୂଆ ଇନିଂସ। ବେଳେବେଳେ ସବୁ କାମ ପଛରେ ପକାଇ ତାକୁ ଦେଖା କରିବାକୁ ପଳେଇ ଆସେ। ଆଗରୁ ଛୁଟି ମିଳୁଥିଲେ ଘରେ ରେଷ୍ଟ ନେବାକୁ ଭଲ ଲାଗୁଥିଲା, କିନ୍ତୁ ଏବେ ଛୁଟି ମିଳିଗଲେ ତା ସହିତ କୁଆଡ଼େ ବୁଲିବାକୁ ଯୋଜନା କରୁଥିଲି। ସେ ବି ମୋ ସହିତ କୁଆଡ଼େ ଯିବାକୁ ଗୋଡ଼ କାଢ଼ି ଯେମିତି ବସୁଥିଲା। ଅନେକ ମାନ ଅଭିମାନ ଭିତରେ ଏହି ପ୍ରେମକୁ ବିତି ଯାଇଥିଲା 7 ବର୍ଷ। ଆମ ଘର ଲୋକେ ମୋ ବାହାଘର ପାଇଁ ବ୍ୟସ୍ତ ହେଉଥିଲା ବେଳେ ମୁଁ ସୁମି କଥା ଘରେ କହିଦେଇଥିଲି। ଆମ ଘର ଲୋକେ ତାଙ୍କ ଘରକୁ ପ୍ରସ୍ତାବ ନେଇ ଯାଇଥିଲେ, ହେଲେ ସେ ଥିଲା ବ୍ରାହ୍ମଣ ଆଉ ଆମେ ଥିଲୁ ଖଣ୍ଡାୟତ। ଆଉ ଆମ ପ୍ରେମ ମଝିରେ ପଶିଗଲା ସେଇ ଉଚ୍ଚ ନିଚର ଜାତି ପ୍ରଥାଟା। ତାଙ୍କ ଘରେ ସଫା ସଫା ମନା କରିଦେଲେ। ସବୁକିଛି ଠିକ୍ ଅଛି ଯେ, ହେଲେ ଜାତି ପାଇଁ ଆମେ କରିପାରିବୁନି। ଆମକୁ କ'ଣ କହିବେ ଆମ ଜାତି ଭାଇ? ଆମେ ମୁଣ୍ଡ ଟେକି ରାସ୍ତାରେ ଚାଲିପାରିବୁ ତ? ଆମ ପରିବାର ଲୋକେ ଫେରିଆସି ମୋତେ ସବୁ କଥା କହିଲା ପରେ ମୋ ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ମୁଁ ସୁମିକୁ କଲ୍ କଲି ଆଉ କହିଲି, ସୁମି, ମୁଁ ତୁମ ବିନା
ବଞ୍ଚିପାରିବିନି। ପ୍ଲିଜ୍ ତମେ ଆସ, ଆମେ ଅନେକ ଦୂରକୁ ଚାଲିଯିବା। ସେ କହିଲା, ନାହିଁ ପ୍ରତୀକ, ଟିକେ ଧୈର୍ଯ୍ୟ ଧର, ମୁଁ ଘରେ ବୁଝେଇବାକୁ ଚେଷ୍ଟା କରୁଛି। ସୁମି ଘରେ ସମସ୍ତଙ୍କୁ ଅନେକ ବୁଝେଇଲା, ହେଲେ କେହି ବୁଝିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସୁମିର ବାହାଘର ଠିକ୍ କରିଦେଇଥିଲେ। ସେଦିନ ସୁମି କାନ୍ଦି କାନ୍ଦି ମୋତେ କହିଲା, ମୁଁ ହାରିଗଲି ପ୍ରତୀକ, ମୋତେ ଭୁଲ ବୁଝିବନି। ମୁଁ କହିଲି, ଏବେ ବି ସମୟ ଅଛି, ଆସ ଆମେ ବାହା ହେଇଯିବା। କିନ୍ତୁ ସେ ମନା କଲା। ମୁଁ ଆମ ଘରର ଇଜ୍ଜତକୁ ତଳେ ପକାଇ ପାରିବିନି। କାଲି ଲଗ୍ନ ହେବାକୁ ଯାଉଛି, ଆଉ ଆଜି କେମିତି ତମ ସହିତ ପଳେଇବି? ସୁମିଠୁ ଏକଥା ଶୁଣିବା ପରେ ପୁରା ହାରିଯାଇଥିଲି। ସୁମିର ଲଗ୍ନ ଆଉ ବାହାଘର ମୋ ଆଖି ସାମ୍ନାରେ ହେଉଥିବାର ମୁଁ ଦେଖୁଥିଲି। ଶେଷରେ ସୁମି ଆଉ କାହା ହାତ ଧରି ବାହା ହେଇ ଶାଶୁଘରକୁ ଚାଲିଗଲା। ଆଉ ମୁଁ ତା ସହିତ ବିତେଇଥିବା ସ୍ମୃତିର ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଚାଲିଥିଲି। ସେଦିନରୁ ମୋର ପ୍ରେମ ଉପରେ ଭରସା ତୁଟି ଯାଇଥିଲା, ଆସିଲାନି। ସେଥିପାଇଁ ଏକୁଟିଆ ରହିବାର ଡିସିସନ୍ ନେଲି। ତା ଝିଅକୁ ଦେଖେଇ କହିଲା, ଇଏ ମୋ ଝିଅ। ମୁଁ ତାକୁ ପଚାରିଲି, ତମେ ଏମିତି ଅବସ୍ଥାରେ? ସେ କହିଲା, ହଁ, ବାହାଘରର 2 ମାସ ପରେ ଜାଣିଲି ମୋ ସ୍ୱାମୀ ଗୋଟେ ଘୋଡ଼ା ମଦୁଆ ବୋଲି। ଅନେକ ଚେଷ୍ଟା କଲି ତାକୁ ବଦଳେଇବାକୁ, ହେଲେ ପାରିଲିନି। ଶେଷରେ ମୁଁ ହିଁ ସବୁଦିନ ସେଇ ମଦର ଶିକାର ହେଲି। ସବୁଦିନ ମାଡ଼ ଗାଳି ଖାଇ ଖାଇ ଭାଗ୍ୟକୁ ଆଦରି ପଡ଼ିଥିଲି। ଭାବିଲି ଝିଅ ଜନ୍ମ ହେଲାଣି, କିଛି ପରିବର୍ତ୍ତନ ହେବ, କିନ୍ତୁ କିଛି ଲାଭ ହେଲାନି। ବରଂ ଝିଅ କାହିଁକି ଜନ୍ମ କଲି ବୋଲି ବେଶୀ ବେଶୀ ନିର୍ଯାତନାର ଶିକାର ହେଲି। ଅନେକ ଥର ପରିବାର ଲୋକଙ୍କୁ କହିଲି, ହେଲେ ସବୁବେଳେ କହିବାକୁ ଭଲ ଲାଗିଲାନି। ସବୁ ସହିବା ମୋର ନୀତିଦିନିଆ ଅଭ୍ୟାସ ହେଇଯାଇଥିଲା। ବାସ୍ ସେମିତି ଚାଲିଥିଲା। ହେଲେ ହଠାତ୍ ଦିନେ ନିଶାରେ ଗାଡ଼ି ନେଇ ଆସିଲା ବେଳେ ଗୋଟେ ଟ୍ରକ୍ ଚକା ତଳେ ସବୁଦିନ ପାଇଁ ସେ ଆରପାରିକୁ ଚାଲିଗଲେ। ଆଉ ଶେଷରେ ଶଙ୍ଖା ସିନ୍ଦୁରଟା ଭଗବାନ ଛଡ଼େଇ ନେଇ ବିଧବା କରିଦେଲେ। ଆଉ କ'ଣ କରିଥାନ୍ତି? ଏବେ ସେଇ ଶାଶୁଘରେ ପଡ଼ିଛି। ଖାଲି ଚିନ୍ତା, ଛୁଆଟିକୁ କେମିତି ମଣିଷ କରିବି। ଏସବୁ ଶୁଣିବା ପରେ ମୁଁ ତାକୁ କିଛି କହିବା ପରିସ୍ଥିତିରେ ନଥିଲି। କ'ଣ କହି ତାକୁ ସାନ୍ତ୍ୱନା ଦେବି? କିଛି ସମୟ କଥାବାର୍ତ୍ତା ଭିତରେ ପୁଣି ଥରେ ସେ ମୋ ନମ୍ବରଟା ମାଗିଲା। ଆଉ ଗୋଟେ ମିସ୍ କଲ୍ ଦେଇ କହିଲା, ଏଇଟା ମୋ ନମ୍ବର, ସେଭ୍ କରିଦେବ, କଲ୍ କରିବ, କଥା ହେବା। ପୁଣି ଥରେ ତା ସହିତ ସମ୍ପର୍କ ଯୋଡ଼ି ହୋଇଯାଇଥିଲା। ପୁଣି ଥରେ ତା ସହିତ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। ଏଥର କିନ୍ତୁ ସେ ପ୍ରେମିକ ଆଉ ପ୍ରେମିକାର ସମ୍ପର୍କ ନଥିଲା, ଖାଲି ଜଣେ ବନ୍ଧୁ ଭଳି ସମ୍ପର୍କ ଥିଲା। ଆଉ ସେଇ ବନ୍ଧୁତାର ସମ୍ପର୍କକୁ ମୁଁ ଆଉ ଆଗକୁ ନେବାକୁ ଚାହୁଁନଥିଲି। ପ୍ରତୀକର ସେ କଥା ମୋତେ ଆଶ୍ଚର୍ଯ୍ୟ କରିଥିଲା। କହିଲା, ଭାଇ ପ୍ଲିଜ୍ ମୋ ନାଁ ନେବେନି, ଏଇଟା ମୋର ଅରିଜିନାଲ ନାଁ ନୁହେଁ। ଏଇ ନାଁଟା ନେଇ ଷ୍ଟୋରିଟା ଯଦି କରିବେ, ମୁଁ କିଛି ମାତ୍ରାରେ ହାଲକା ଅନୁଭବ କରିବି। କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଖୁବ୍ ଶୀଘ୍ର ଆସୁଛି ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ, ସବୁଦିନ ରାତି 9ଟାରେ। ଦେଖିବାକୁ ଜମାଇ ଭୁଲିବେନି। ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।